ଆସନ୍ତା ଜୁନ୍ 19 ତାରିଖରେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ରାଇରଙ୍ଗପୁର ଗସ୍ତ ରହିଛି। ଏହାକୁ ନେଇ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ସହିତ ସମସ୍ତ ବିଭାଗ ନିଜ ବିଭାଗର କାର୍ଯ୍ୟକାରିତା ନେଇ ତତ୍ପରତା ଦେଖାଇ ଦେଇଛନ୍ତି। ଆଜି ଭୁବନେଶ୍ୱର ଏମ୍ସ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ନିର୍ଦ୍ଦେଶକ ଡକ୍ଟର ଆଶୁତୋଷ ବିଶ୍ୱାସ, ମେଡିକାଲ ଡାଇରେକ୍ଟର ଡକ୍ଟର ପ୍ରଭାସ ରଞ୍ଜନ ତ୍ରିପାଠୀ, ବିଡିଏ ଲେଫ୍ଟନାଣ୍ଟ କର୍ଣ୍ଣେଲ ଅଜିତ ସରକାର, ଲୋକ ସମ୍ପର୍କ ଅଧିକାରୀ ପିଆର୍ଓ ରାଜକିଶୋର ଦାସ, ସରକାରୀ ପ୍ରଶାସନିକ ଅଧିକାରୀ ଦିବ୍ୟ ପଟ୍ଟନାୟକ, ମୟୂରଭଞ୍ଜ ଜିଲ୍ଲା ସିଡିଏମ୍ଓ ମହାନ୍ତ ପ୍ରମୁଖ ରାଇରଙ୍ଗପୁର ଗସ୍ତରେ ଆସି ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ପରିଦର୍ଶନ କରିବା ସହିତ ସମସ୍ତ ବିଭାଗ ଅନୁଧ୍ୟାନ କରିବା ସହିତ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ କରିଛନ୍ତି। ଉପଖଣ୍ଡ ଚିକିତ୍ସାଳୟରେ ଆସନ୍ତା 19 ଜୁନ୍ ଏମ୍ସ ଉପଖଣ୍ଡ ଚିକିତ୍ସାଳୟ ପକ୍ଷରୁ ଅଭିଜ୍ଞ ସମସ୍ତ ବିଭାଗର ଚିକିତ୍ସା ବିଶେଷଜ୍ଞ ଦ୍ୱାରା ସ୍ୱତନ୍ତ୍ର ନିଃଶୁଳ୍କ ଚିକିତ୍ସା ଶିବିର ଅନୁଷ୍ଠିତ ହେବ ବୋଲି ସୂଚନା ଦେଇଥିଲେ। ବିଶେଷ କରି ବାମନଘାଟି ଉପଖଣ୍ଡ ଏବଂ କରଞ୍ଜିଆ ଉପଖଣ୍ଡର କ୍ରୋନିକ୍ ରୋଗୀମାନେ ଏଠାରେ ବିଶେଷଜ୍ଞଙ୍କୁ ଦେଖାଇ ପରାମର୍ଶ ନେଇପାରିବେ। ଏଠାରେ ହାର୍ଟ, ସ୍ନାୟୁ ରୋଗ ଏବଂ ମେଡିସିନ, ଚକ୍ଷୁ, ଗଳା କର୍ସ ସବୁ ରକମର ଚିକିତ୍ସା ଅନୁଷ୍ଠିତ ହେବ। ତେଣୁ ସମସ୍ତ ଅଞ୍ଚଳର ରୋଗୀମାନେ ହାତ ପାହାନ୍ତାରେ ଚିକିତ୍ସା ସୁବିଧା ପାଇପାରିବେ। ତାଙ୍କ ଗସ୍ତ ସମୟରେ ସିଡିଏମ୍ଏମ୍ ଧନଞ୍ଜୟ ମହାନ୍ତ, ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟର ଏସ୍ଡିଏମ୍ଓ ଡାକ୍ତର ରବୀନ୍ଦ୍ରନାଥ ମାରାଣ୍ଡି, ବିଏମ୍ ଆଲୋକ କୁମାର ଗଚ୍ଛାୟତ ପ୍ରମୁଖ ଉପସ୍ଥିତ ଥିଲେ। ମୟୂରଭଞ୍ଜ ରାଇରଙ୍ଗରୁ ଶାଳିନୀ ପରିଡ଼ାଙ୍କ ରିପୋର୍ଟ, ଓଡ଼ିଶା ନ୍ୟୁଜ୍।